So hello guys, good morning. जुहार जे मासमरे आपण मानकु समस्तଙ୍କୁ ମୋ ତରଫରୁ ନାଇଁ ଆମ ତରଫରୁ ଆପଣମାନଙ୍କୁ ପଣା ସଂକ୍ରାନ୍ତି ଆଉ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା। ଆଉ ଚାଲନ୍ ଆଜି ଭିଡ଼ିଓ ଷ୍ଟାର୍ଟ କର୍ମା ଆଉ ଯିମା ସକାଳୁ ସକାଳୁ ଇଟା ଷ୍ଟାର୍ଟ ଅଧା ଷ୍ଟାର୍ଟ ମାନେ ରେଡ଼ି ନୁହେଁ ହୁଏ ରେଡ଼ି ହେମି ଆଉ ସବୁ ଅଧା चेंज करमी नुए करे तो सो चलुन आ देखी जिमा आम मंदिर के आम काना करूची केंता करू आमर पणा संक्रांति केंता करूछुनी चलन देखी जिमा सो चलुन आजिबा आगରୁ देखन मो पत्ता सब रेडी कर देचे आ इटा इ पत्तर एक्चुअली अलग अलग ना क्वेश्चन के पत्तर में एक्चुअली नहीं कहि पारे आ मेरे लेखिकरी 108 टा पत्तर लेखिकरी देखन घरु भारी पड़लिनो पूजा करी जीवार लगे हम रेडी हबार लगे मन जो टाइम नहीं थी କାଁ କରିକି ଏତ୍କି ସବୁ କଲାବେଲେ 108ଟା ପତର ଆନବ ଧୁଇବ ତାରନ ଲେଖବ ମନ୍ତ୍ର ପଢ଼ି ପଢ଼ି ଲେଖବ ସବୁ କଲାବେଲେ କି ମନ ଟାଇମ୍ ହିଁ ନେଇଥାଇ ଆଉ ରେଡ଼ି ହବ ଛୁଆମାନକେ ରେଡ଼ି କରବ କାଣା ପିନ୍ଧବେ କେନ୍ତା କରବ ନିଜେ କାଣା ପିନ୍ଧବ ସବୁ ରେଡ଼ି କରିକି ଗଲାବେଲେ ଏକ୍ଚୁअलीରେ ସିରିୟସଲି ମନ କିଛି ଟାଇମ୍ ନେଇଥି ନାସ୍ତା ପତର ଛୁଆମାନେ କାଣା ଖାଇବେ କାଣା नहीं ସବୁ ଜିନିଷ ଦେଖବ 2 ଘଣ୍ଟା 3 ଘଣ୍ଟା ଭିତରେ ଗାଧବ ଘରେ फिर पूजा करब संक्रांति यही सब देखिकी कि नहीं मन बिल्कुल टाइम नहीं थी बोले मुझे फूल नहीं गुंथी न मुझे कहली चलो सिनके जैसी सिन ही गुंथी देमी आउ इनके आसिक देखुन यहाँ मुझे गुंथी दौचे फूल माला करमी तानु पहला यहाँ मुझे पत्तर यहाँ गुंथी दौचे ଆଉ କେତେ ଫୁଲ ଧରିକି ବସିଛେ ଦେଖୁନ୍ ଫୁଲ ଆଉ ପତ୍ର 108ଟା ଯେହେତୁ ଲେଖବ ପୂଜା ପାଠ ସବୁ କଲାବେଲେ ଭାଇ ମୋତେ ତ ବିଲକୁଲ ଟାଇମ୍ ନା ହୋଇ ଆଉ ଖାନା ପିନା ନାଇଁ ଖାଇପାର କିଛି ନାଇଁ ସବୁ ଦିନେ ସବୁ କଲାବେଲକେ କିନି ହାଲତ ମୋର ସକାଳୁ ହିଁ ଖରାପ ହେଇଯାଇଥିଲା ଏକ ତ ଖରା ଉପର ସେ ଶାଢ଼ୀ ଉପର ସେ ମାନେ ଆମ କାଣା କହିମି ଆପଣମାନ ସାଙ୍ଗେ ଆଉ ଏଇଟା ମୁଇଁ ସବୁ ନେଇକିରି ଆଇଛେ ଆଉ ବି ଡାଲିଆରେ ଅଛେ ଯେନ୍ଟା କି ମୁଇଁ ଦେଖେଇନି ଉପରେ ଦିଆ ହେଇଥିଲା ଏଇଟା ତ ସୋଜ ନର୍ମାଲ ବାବାଙ୍କ ଆନିଥିଲେ ବାବା ଆନିଥିଲେ ଆଉ ଏଇଟା ଦେଖୁନ୍ ମୁଁ କୁଡ଼ି ବି ନାଇଁ ହୋଇ ଖାଲି ଫୁଲ ସବୁ ପିନ୍ଧିକି ଜଷ୍ଟ 2 ମିନିଟର କାମ ଏନ୍ତା ପିନ୍ଧିକିରି ଆଇଛେ ଆଉ ମୁଁ କାଣା କହିମି ଆପଣମାନ ସାଙ୍ଗେ ଆଉ ନେନି ଏଇଟା ଭିଡ଼ିଓ ବନଉଥିଲା ବୋଲେ ସେ ଖାଲି ହଲଉଛି କ୍ୟାମେରାଟାକେ ମୋବାଇଲଟାକି ପୁରା ହଲଉଛି ଆଉ ସେ ତ ଜାନବାର ନାଇଁ କିଛି ନାଇଁ ତାର ହରକତ ଦେଖୁନ୍ ଆଉ ଇଆଡ଼େ କେତେ ସାରା ଅଛେ ତାହେଲେ ଦେଖ ଏଇଟା ମୋର ସାଙ୍ଗ ଘରେ ଯାଇକିରି ସକାଳୁ ଫୁଲ ତୁଲିକିରି ଆନିଛେ ମୁଇଁ ଆଉ ଏଇଟା ସମସ୍ତେ ଆସିଥିଲେ ନ ଭିଡ଼ ହଉଥିଲେ ଟିକେ ଟିକେ କରିକି ଏଇଟା ନେନି ତାପରେ ସମସ୍ତେ ଜଣେ ଜଣେ କରି ଆସୁଥିଲେ ବୋଲେ ପୂଜା ପାଠ କରୁଥିଲେ ମୁଇଁ କହିଲି ନାହିଁ ମୁଇଁ ପଛେ କରମି ମୁଇଁ ଲାଷ୍ଟରେ ଯାଇକିରି କରମି ମୋର ପହିଲା ହେଇଯାଉ ମୋର ଫୁଲ ସବୁ ଗୁନ୍ଥି ଦେସି ତାପରେ ଯାଇକିରି ମାଲା ବନାମି ଆଉ ମୁଇଁ ବସମି ଆମେ ପୂଜା କରମୁ ବୋଲିକିରି ମୁଇଁ ଆଙ୍କୁ କହିଥିଲି କି ଆଉ ଲାଷ୍ଟରେ ବସମା ଆଉ ଲାଷ୍ଟରେ ପୂଜା କରମା ଆଉ ରହିଯିବ ଟିକେ ବୋଲିକିରି ଆଉ ସମସ୍ତଙ୍କର ସରୁ ଆଉ ଲାଷ୍ଟରେ ଆମେ ଯାଇକି ପୂଜା କରିଥିଲୁ ଏଇଟା ଯେହେତୁ ତାଙ୍କ ଉପର ଝଣ୍ଡା ଚେଞ୍ଜ ହଉଥିଲା ଆଉ ଏଟା କେତେ କଷ୍ଟରେ ଯାଇ ହେଇଥିଲା ଆଉ ଏଇଟା ଦେଖୁନ ମୁଇଁ ଫୁଲ ଗୁନ୍ଥି ବସି ପଡ଼ିଲିନ ଫୁଲ ଗୁନ୍ଥବାର ଡିଜାଇନଟା ମୋତେ ବହୁତ ଜଣା ହେଲେ ଟାଇମ୍ ନାଇନ ଆଉ ମଣିଷ କେତେ ହେଲେ କରବା ଆପଣ ମାନେ ଜାଣି ପାରୁଥିବେ ଯାର ଯାର ଛୁଆ ପିଲା ଅଛେ ସେ ଜାଣୁଥିବେ ମୁଇଁ ଥାକି ଯାଇଥିଲି ଏକ୍ଚୁअଲିରେ ଆଉ ଏଇଟା ଦେଖୁନ୍ କେତେ ବଢ଼ିଆ ମାଲା ହେଇଛି ଆଉ ଇଆଡ଼େ ଆମର ହୋମ ଚାଲିଲାନ ହୋମରେ ବସିକିରି କାଣା କରବ ଇଆଡ଼େ ମୋର ସବୁ ପଡ଼ିଛି ଆଉ ହୋମ ଯେହେତୁ ଚାଲିଲାନ ଚାଲୁନ୍ ଜଲ୍ଦି ଜଲ୍ଦି ଏଇଟା ଗୁନ୍ଥି ଦେଇକିରି ମୁଇଁ ସିଆଡ଼େ ପଲାମି ବୋଲିକିରି ମୁଁ ଜଲ୍ଦି ଜଲ୍ଦି କରୁଥିଲି ଆଉ ଏଇଟା ଦେଖୁନ୍ ଗୁଟେ ଗୁଟେ କରି ରାମ ରାମ ଲେଖବ ଆଉ ଗୁଟେ ଗୁଟେ କରି ଏକ୍ଚୁअଲିରେ ଯେ ଶ୍ରୀରାମ ଲେଖବା କଥା ହେଲେ ମନ ଟାଇମ୍ ନେଇଥାଏ ଜଣେ ମଣିଷ କେତେ କର୍ମି କେନାଡ଼େ କର୍ମି ସେଥିର୍ଲାଗି ଖାଲି ରାମ ରାମ ଲେଖିଦେଲି ଆଉ ଯେହେତୁ ପୂଜା ସରିଲା ବୋଲେ ଘରକେ ଟିକେ ଆସିଲି ଆଉ ଘର ସବୁ ଇଆଡ଼େ ସିଆଡ଼େ ଯେନ୍ଟା ବିଖରା ହେଇଥିଲା ସବୁ କଲି ଆଉ ଏଇଟା ଭାଲିଲି ଆଉ ଇନ ଦେଖୁନ୍ ଆମର ଘର ଅଛି ଆଉ ମନ୍ଦିରଟା ବହୁତ ପାଶେ ଇନ ଆମର ଘର ବୋଲେ ସିଧା ସିଧା ମନ୍ଦିର ଅଛେ ଯେନ୍ଟା କି ବହୁତ ପାଶେ ଅଛେ ଯିଏ ମାନେ ବୁର୍ଲା ରହେ ସେ ଜାଣିଥିବେ ତାପରେ ପୂଜା ଷ୍ଟାର୍ଟ ହେଇଗଲା ସମସ୍ତଙ୍କ ପୂଜା ସରିଥିଲା ଇଆଡ଼େ ଆମରଟା ଏଇଟା ଷ୍ଟାର୍ଟ ହେଇଗଲାନ ହୋମ ଚାଲୁଛି ମୁଁ 2 ମିନିଟ୍ ଲାଗି ଖାଲି ଘରକେ ପଲେଇ ଯାଇଥିଲି ଆଉ ଏଇଟା ଦେଖୁନ୍ ଆମର ଚାଲିଲା ଭାଇ ଖାଲି ପେଟେ ଯେନ୍ ହାଲତ ଖରାପ ହେଇଯାଇଥିଲା ଯେ କାଣା କହିମି ଆପଣମାନଙ୍କୁ ମୋର ପୁରା ମାନେ କେତେ ଖରା ଲାଗି କେନ୍ତା ଲାଗି ଯାଉଛି ଉପାସ ବାସ ତ ବିଲକୁଲ କରି ନାଇଁ ହବାରେ ଅଛିନି ବହୁତ ହାଲତ ଖରାପ ଲାଗ୍ସି ଆଉ ଏଇଟା ବାପା ଆସିଥିଲେ ମାନେ ଯେହେତୁ ନାଇଁ ଆସିଥି ବୋଲେ ବାପା ଏକଲା ଆସିଥିଲେ ଏଇଟା ଦେଖୁନ୍ ହୋମ ସେ ବି ଘି ଡାଲି ଦଉଛନ୍ ଆଉ ବାବା ମୋର ସେତ୍କି ଜାନନ୍ ନାଇଁ ଆଉ ତାପରେ ଆମର ଯେତେ ଲୋକ ବି ଆଇଥିଲେ ସମସ୍ତେ ଏଇଟା ମୋର ବି ସାଙ୍ଗ ତାଙ୍କ ବି ସାଙ୍ଗ ତାଙ୍କ ସାଙ୍ଗର ୱାଇଫ
ଆଉ ସମସ୍ତେ ଆସିଥିଲେ ପୂଜା ପାଠ ଲାଷ୍ଟରେ ସରିଗଲା ଏତ୍କି ବେଲେ ତ ଖରା ହେଇଯାଇଥିଲା ନ ଆଉ ଭିଡ଼ିଓ ନିନି କରୁଥିଲା ଭିଡ଼ିଓ ତାର ଆଉ ନାଇଁ କୌଣସି ମୁଁ କହିଲେ ଚାଲ ସିନ ଘଣ୍ଟ ସବୁ ବଜା ହେଉଛି ଆଉ ଚାଲ ସେଟା ଉଲୁ ଉଲୁ କର୍ମା ବୋଲିକିରି ବୋଲେ ସେ ଯାଇଛେ ଆଉ ଦାଦା ଘରେ ନାଇନ କି ଇମନେ ନାଇନ କାକରିକି ଇମନେ ପଲେଇ ଯାଇଛନ୍ ସିଆଡ଼େ କାମ କରି କାମରେ ଲାଗିଛନ୍ ସିଆଡ଼େ ସେମାନେ ଦେଖା ରେଖା କରୁଛନ୍ ଯେହେତୁ ଏତେ ଲୋକର ଭୋଗ ବନା ହେଉଛି ଅନ୍ନ ଭୋଗ ବନା ହେଉଛି ସେଥିଲାଗି ଏଇଟା ନାନୀ ବାବୁ ଆଉ ମୁଇଁ ଇଟା ଇନ ଅଛୁଁ ଆଉ ମୁଇଁ ଇନ ଘଣ୍ଟି ଧରିଥିଲି ନାନୀ ଘଣ୍ଟ ଆଉ ବାବୁ ଆରତୀର ଥାଲି ଆଉ ଆଜି ଫାର୍ଷ୍ଟ ଟାଇମ୍ ଲାଗି ଛୁଆଟା ଧୋତି ପିନ୍ଧିଥିଲେ ବୋଲେ ଆଉ ନାଇଁ କ'ଣ ଛୁଆମାନଙ୍କୁ ଭଲ ଲାଗ୍ସି ଆକ୍ଚୁଆଲିରେ ସେ ଇଆଡ଼େ ସିଆଡ଼େ ହେଉଥିଲା ଆଉ ଯେନ୍ ରେଟ୍ରେ ଖରା ପୁରା ନାଇଁ କ'ଣ ନିଆଁ ଉଠୁଥିଲା ଆଉ ଇନ ଗୋଟେ କଥାଟା ମୋତେ ବହୁତ ଖରାପ ଲାଗିଲା ଆଉ ନିନି ଦେଖୁନ୍ ନିନି ଯେହେତୁ ଶୁଣିଦେଲା ସେ କହୁଛି ଏଇଟା ବେଡ୍ କଥା ଏ ଗନ୍ଦା କଥା ଆଉ ଏଇଟା ଆମର ଆରତୀ ଚଲୁଥିଲା ଆମେ ଆପଣମାନଙ୍କୁ ପଛେ କହିମି ଏଇଟା କାଁ କଥା ହେଇଥିଲା ଆଉ ଏଇଟା ଆରତୀ ଟାଇମ୍ ଏଇଟା ଆରତୀ ଚାଲୁଥିଲା ଆଉ ଆମର ପୂଜା ପାଠଟା ନା ଇଆଡ଼େ ସିଆଡ଼େ ହେଇଯାଇଥିଲା ନ ଆଉ ମୁଇଁ ମୋର୍ ଭିଡ଼ିଓଟା ଆକ୍ଚୁଆଲିରେ ଆଗେ ପିଛେ ହେଇଯାଇଛି ଆମର ଯେନ୍ ପୂଜା କରବାଟା ଭିଡ଼ିଓ ଯେନ୍ ଅଛି କି ନି ସେଟା ଆଗେ ରହିବା କଥା ଆପଣମାନଙ୍କୁ ପଛେ ଦେଇ ଦେଉଛେ ଆଉ ଆପଣମାନେ ଜାଣିପାରିବେ କାଁ କରିକି ସେଟା ମୋର୍ ଭିଡ଼ିଓଟା ମୋତେ ଦିହି ଭଲ୍ ନାଇଁ ଲାଗ୍ବାର୍ ମୋର୍ ମୁଣ୍ଡଟା ପେନ୍ ହେଉଛି ମୋତେ ଏଡ଼ିଟିଂ କରବାର୍ ଲାଗି 2 ଦିନ 3 ଦିନ ଲାଗିଗଲାନ ଆଉ ମୁଇଁ ଭାବୁଛେ କି କରିଦେମି ବୋଲିକିରି 2 ଦିନ 3 ଦିନ ହେଇଗଲାନ ମୁଇଁ କରବାର୍ ନାଇଁ ସୋ ଆପଣମାନେ ପ୍ଲିଜ୍ ଟିକେ କୋପରେଟ୍ କରବେ ଆଉ ମୁଇଁ କାଣା କହିମି ଆକ୍ଚୁଆଲି ମୁଇଁ ବୁଝି ନାଇଁ ପାରବା ଏମାନଙ୍କର ସୋଚ୍ଟା ଆକ୍ଚୁଆଲିରେ ଇନ ଜଣେ ଆସିଥିଲେ ନିନି ବସିଥିଲା ସାଇଡ଼୍ରେ ଆଉ ଜଣେ ମୋ ମାଆର ବି ଜହ ଏଜ୍ର ହେବେ ସିଏ ଆସିକି କହୁଛନ୍ ମୋ ବିଷୟରେ କି ମାନେ କାଣା ଆପଣମାନଙ୍କୁ କହିମି କି ସେ ଆସିକି ଖରାପ ଲାଙ୍ଗୁଏଜ୍ ୟୁଜ୍ କରୁଛନ୍ ଆଉ କହୁଛନ୍ ଆରେ ପୂଜା ପାଠରେ ଚାଲିଲା ମାନେ ଆମେ ତ ଶାଢ଼ୀ ପିନ୍ଧମୁ ଆଉ ଆମେ ଭୁଆସେନେ ତ ସେ ବଡ଼ ଲୋକର ଏଜ୍ ମେଟର୍ ତ ସମ୍ବଲପୁରୀ ଶାଢ଼ୀ ପିନ୍ଧିକିରି ମାନେ ଗୁଡ଼ା ଗୁଡ଼ି ହେଇକି ତ ଆସି ନାଇଁ ପାରୁ ଆମର ତ ଏସବୁ ଶାଢ଼ୀ ମାନେ ଚାଲିଛେ ମାନେ ଶାଢ଼ୀ ଗୋଟେ ଏନ୍ତାଟା ପିନ୍ଧିଛେ ମାନେ ମୁଇଁ କେନ୍ ଆଡ଼େ ଖରାପ ପିନ୍ଧିଛେ ମୁଇଁ ଆପଣମାନଙ୍କୁ କହିବେ ଆଉ ମୁଁ କାଣା ପିନ୍ଧିଛେ ମାନେ କେନ୍ ଖରାପ ଶାଢ଼ୀଟା ପିନ୍ଧିଛେ ଯେ ସେ ମୋତେ ଖରାପ କମେଣ୍ଟ କରିକି ମାରୁଛେ ମାନେ ଖରାପ କମେଣ୍ଟ କହୁଛେ ଏନ୍ତା ଶାଢ଼ୀ କିଏ ପିନ୍ଧସି ଆଉ ମୁଇଁ କେନ୍ତା ଶାଢ଼ୀ ପିନ୍ଧସନ୍ ଆକ୍ଚୁଆଲିରେ ମୁଇଁ ବି ନାଇଁ ଜାଣିପାରବାର୍ କେନ୍ତା ଶାଢ଼ୀ ପୂଜାରେ ପିନ୍ଧସନ୍ ନା କି ମୁଇଁ ଅଲଗା କିଛି କରିଛେ ମୁଇଁ କାଣା ଏନ୍ତା କରିଛେ ଯେ ସେ ଆସିକି ମୋ ଛୁଆ ଆଗରେ କହୁଛି ଏଇଟା କେନ୍ତା ପିନ୍ଧିଛେ କାଣା ସବୁ ପିନ୍ଧିଛେ ବୋଲିକିରି ଦୁନିଆ କଥା କହୁଥାଏ ଆଉ ମୋତେ ବହୁତ ଖରାପ ଲାଗିଲା ନିନି କହୁଛେ ଆସିକିରି କି ମମି ସେ ଆଣ୍ଟିଟା ନା ଏନ୍ତା କହୁଛନ୍ ସେଟା ଗନ୍ଦି ବାତ ଏ ବୋଲିକିରି ମୁଇଁ କହିଲି ଓକେ କିଛି କଥା ନାହିଁ ବେଟା ସେ ଯେହେତୁ ବଡ଼ ଲୋକେ ତାଙ୍କୁ ଭଲ ନାଇଁ ଲାଗିଲା ଆଉ ସେ କହିଦେଲେ ବୋଲିକିରି ଆଉ କାଣା କହିମି ମନ୍ଦିରରେ ଆସିକିରି ତାଙ୍କର ମନଟା ଶାନ୍ତି ନାଇଁନ ବୋଲେ ମୁଇଁ କାଣା କହିପାରମି ସେତ୍କିରେ ଆଉ ଏଇଟା ଦେଖୁନ୍ ଯେନ୍ଟା ମାଲା କରିଥିଲି ମାଲାଟା ବହୁତ ଭଲ ଲାଗୁଛି ଆଉ ରିଏଲ୍ରେ ପାଖୁ ଦେଖାମି ବୋଲେ ନା ଆଉ ବଢ଼ିଆ ଲାଗ୍ବା ଆପଣମାନଙ୍କୁ ଜରୁର ପାଖୁ ଦେଖାମି ଆପଣମାନଙ୍କୁ କାଣା କହିମି ଏତେ ଖୁସି ଲାଗୁଥାଏ ମେହନତ କରବ ଆଉ ଯେନ୍ ଗୁନ୍ଥି ଦେବ ନା ଆଉ ଭଗବାନକେ ସେଦିନ ଚଢ଼ିଗଲା ସେ ତା ଖୁସିରୁ ଆଉ ଖୁସି ନାଇନ ମୋତେ ବହୁତ ଭଲ ଲାଗୁଥିଲା ଯାହା ହଉ ଭଗବାନକେ ଚଢ଼ିଗଲା ଆଉ ଏଇଟା ବହୁତ ଖୁସି ଲାଗ୍ସି ଆଉ ଆପଣମାନଙ୍କୁ କାଣା କହିମି ଯେନ୍ ଖୁସି ଲାଗୁଥାଏ ଲୋକ ବାକ୍ ସମସ୍ତେ ଜମା ହେଇଥିବେ ବହୁତ ଦୁଃଖ ବି ଲାଗ୍ସି କି ଜଣେ ଗୋଟେ ଦିନ ହିଁ ହେସି ଆର ଦିନେ ଫିର୍ ଯେନ୍ତା କି ସେନ୍ତା ଖାଲି ହେଇଯାଏସି ଆଉ ଏତ୍କି ବେଲ ତକ୍ ତ ପୁରା ଆଉ ନାଇଁ କ'ଣ ଯେନ୍ ଖରା ଲାଗି ନିଆଁ ଜଲୁଥାଏ ଆଉ ଏଇଟା ଦେଖୁନ୍ ଆମର ମାଲା ଇଆଡ଼େ ସିଆଡ଼େ ହେଇଯାଇଛେ କାଁ କରି ଚଢ଼ାଲା ବେଲେ ଇଆଡ଼େ ସିଆଡ଼େ ରଖ୍ବ ଆଉ ତ ଏନ୍ତା ହେବା ହିଁ ଆଉ ଆମ ଫୁଲମାଲଟା ଆକ୍ଚୁଆଲିରେ ଲୁଚି ଯାଇଛି ଲେକିନ୍ ବହୁତ ଭଲ ଲାଗୁଛେ ସମସ୍ତଙ୍କର ମାଲା ଯେହେତୁ ଚଢ଼ି ଯାଇଛେ ବୋଲେ ଓଫ୍ ଆଉ ନାଇଁ କ'ଣ ଭଗବାନ ତ ଆଉ ସୁନ୍ଦର ଦିଶୁଥିଲେ ଭଗବାନ ବହୁତ ଆକ୍ଚୁଆଲିରେ ବହୁତ ସୁନ୍ଦର ଲାଗୁଛନ୍ ଆଉ ୟୁନିକ୍ କଲର୍ ଏଥର କରାହେଇଛେ ତାପରେ ଏଇଟା ମୋର ଦିଅର ବାବୁ ଆସିକିରି ପହଞ୍ଚି ଗଲେ ନା ଦେଖୁନ୍ ଲେଟ୍ ଆସିଥିଲେ ଆଉ ସମସ୍ତେ ଗୋଟେ ଆସୁଛନ୍ ଆଉ ଏଇଟା ନିନି ସାଙ୍ଗେ ଗେଲ ହଉଛେ ନିନି କହୁଛେ ଚାଲ ସେଲ୍ଫି ଉଠାମା ଛୁଆମାନକେ କାଣା ଆଜିକାଲି ଛୁଆମାନେ ଖାଲି ସେଲ୍ଫି ହେବେ ଫଟୋ ହେବେ ଏଇସବୁ ଆଉ ନିନି କହୁଛେ ଚାଲ ଫଟୋ ହେମା ଆମେ କହିଲେ ଯାହା ବଢ଼ିଆ ଆଉ ଏଇ ଦାଦା ଘରେ ଆମ ଘର ସାଇଡ଼୍ରେ ରହେସନ୍ ଗୋଟେ ଘର ଛାଡ଼ିକିରି ଆଉ ଗୋଟେ ଘର ରହେସନ୍ ଏଇଟା ଆମ କଲୋନୀ ବାଲେ ସମସ୍ତେ ଏଇଟା ଯାଇଥିଲୁ ଆଉ ବହୁତ ଭଲ ଲାଗୁଛି ଦେଖୁନ୍ ଜଣେ ଜଣେ କରିକି ଭିଡ଼ ହଉଛନ୍ ଆଉ ଭିଡ଼ ଜଣେ ଜଣେ ନିନି ବହୁତ ଜଣେ ଆଉ ଖାଲି ପେଟେ ଥଣ୍ଡା ଟିକେ ମିଳିଗଲା ଓହୋ ଆତ୍ମା ଶାନ୍ତି ଲୋ ନାନୀ ବହୁତ ବଢ଼ିଆ କାମଟେ କଲ ତାପରେ ଗୋଟେ ଗ୍ଲାସ୍ ପିଇକିରି କିନି ଆପଣମାନେ ଭାବୁଛନ୍ କି ଆଉ ପିଇମି ବୋଲିକି ନାଇଁ ଆଉ ନାଇଁ ପିଏ
କାଁ କରିକି ଆଉ ପିଇଦେମି ବୋଲେ ହାଲତ ଖରାପ ହେଇଯିବା। ଖାଲି ପେଟେ ଏସବୁ ତ ବିଲକୁଲ ବି ଭଲ୍ ନୁହେଁ ସେ। ବାକି ଆମେ ପିଇ ଦଉଚୁଁ, ଏଇଟା ମୋର୍ ଲାଗି ନୁହେଁ ସେ ଆଗରୁ କହିଦଉଛେ। ଏଇଟା ନାନୀ ବାଣ୍ଟୁଛନ୍ ଯେହେତୁ ମୁଇଁ ଧରୁଇଛେଁ ଖାଲି। ଏଇଟା ବାପା ଘରେ ସମସ୍ତେ ବସିଛନ୍ ଆଉ ଏଇଟା ଦାଦା ଘରେ ସମସ୍ତେ ବସିଥିଲେ। ବହୁତ ଭଲ ଲାଗୁଥିଲା। ଇନ ଆମର ମିଟିଂ ଚାଲିଥିଲା ଆକ୍ଚୁଆଲିରେ। ଆଉ ଆପଣମାନେ ନା ଭାବନ୍ କାର୍ ନାଁରେ ଚୁଗଲି କରୁଛୁ, ନାହିଁ ଭଲ୍ ଲାଗୁଛି କଥାବାର୍ତ୍ତା ଭଲ୍ ଲାଗ୍ସି। ଆଉ ଏଇଟା ସିନ୍ଦୁର ଲାଗି ଯାଇଥିଲା। ଆଉ ଇଟା ଦେଖନ୍ ମାଲାଟା ମୁଁ ଯେନ୍ ବନେଇଥିଲି, ସେ ମାଲାର ଲୁକ୍ଟା ଟିକେ ଦେଖୁନ୍ କେତେ ବଢ଼ିଆ ଲାଗୁଛି। ବହୁତ ଭଲ୍ ଲାଗ୍ସି, ମତେ ତ ବହୁତ ଖୁସି ଲାଗ୍ସି। ତାପରେ ମୁଇଁ ପଲେଇ ଯାଇଥିଲି ଘରକେ ଟିକେ ଗୋଟେ ଜିନିଷଟେ ଆନି। ଆଉ ଏନ୍ତା କମେଇ ଯାଇସି ନା ଟିକେ ଟିକେ ଟାଇମ୍ରେ ଘରକେ ଯାଉ ତ। ଆଉ ଯେହେତୁ ପାଖେ ଆମର ଦେଖୁନ୍ ବ୍ଲୁ କଲର୍ କାର୍ ଅଛେ, ସେଇଟା ଆମ ଘର ଆଉ ଏଇଟା ମନ୍ଦିର। ମାନେ ଟିକେ ଖାଲି 2 ପାଦ ଯିବ ଘରକେ, 2 ପାଦ ଆଇବ ମନ୍ଦିରକେ ବୋଲେ ତ। ଆଉ ଟିକେ ଇଆଡ଼େ ସିଆଡ଼େ ହଉଥିଲୁ। ମତେ ବହୁତ ଭଲ ଲାଗୁଥିଲା ନା। ହଉ ସାମାନ ପତ୍ର ଆନବା ଚକ୍କରରେ ହେଲେ ବି ଇଆଡ଼େ ସିଆଡ଼େ ହବ, ଭଲ ଲାଗ୍ବା। ଆଉ ଘରେ ଯେହେତୁ ଆମେ ଜାମ୍ ହେଇକି ରହିଯାଉଛୁ ବୋଲେ ପୁରା ମାଇଣ୍ଡ ଗୁଡ଼ାକ ସବୁ ଜାମ୍ ହେଇଯାଇଛି। ଆଉ ଏଇଟା ଖାଇବା ଟାଇମ୍ ହେଇଯାଇଥିଲା ନା ବୋଲେ ସମସ୍ତେ ଏଇଟା ଟିକେ ଟିକେ ଭିଡ଼ ଲାଗିଥିଲେ ନା। ମୁଇଁ ନିନିକେ ଖୋଜୁଥିଲି ଆକ୍ଚୁଆଲିରେ କାହିଁ ଗଲା ବୋଲିକି ସେ ଛଡ଼େଇ ହେଇକିରି ପଲେଇ ଆଇଛେ। ଦେଖୁନ୍ ଏଇ ନିନିଟା ତାକେ ନେଇକିରି ଭିତରେ କୁଲର୍ ପାଖେ ନେଇକିରି ଖୁଅଉଛନ୍। ସେ ଚଣ୍ଡୀ ଖାଏ ନେଇ। ଆଉ ନିନିଟା ଆସିକିରି ଏଇଟା ନାନୀ ଘର ନିନି। ଆଉ ଇଏ ଦେଖୁନ୍ କଥା କହି ନାଇଁ ପାରନ୍। ଆଉ କେତେ ବଢ଼ିଆ ଇସାରାରେ ୟୁଟ୍ୟୁବ୍ ଚ୍ୟାନେଲ୍ଟେ ଖୁଲିଛନ୍। ୟୁଟ୍ୟୁବ୍ ଚ୍ୟାନେଲ୍ର ଲିଙ୍କ୍ ଦେଲେ କାଣା ହେସି ମୁଇଁ ନାଇଁ ଜାନି, ନହେଲେ ତାଙ୍କରଟା ଦେଇ ଦେଇଥିତି। ଆଉ ମୁଁ ଖାନା ନେଇ ଯାଇଛି। ଆଉ ଇ ମୋର୍ ଦିଅରକେ ଦେଖୁନ୍ ଚଷମା ପିନ୍ଧା ଦିଅର, ସିଏ ମୁଁ ଖାନା ଧରିଥିଲି। ଆଉ ନିନିକେ ଖୋଜି ଗଲା ବେଲେ ମୁଁ କହିଲି ଧରି ତ ଟିକେ ବୋଲିକିରି ସେ ସାଉକାର ଖାଇ ଦେଇଛନ୍। ଆଉ ଖାନା ପିନା ସରିକିରି ଆମେ ପଲେଇ ଆଇଛୁ ଘରକେ। ନିନିଟା ଖାଉଥିଲା ତାର, ଆଉ ସାନ ନିନିଟା ପ୍ଲେଟ୍ରେ ତାର ଖେଲୁଥି। ଆଉ ପ୍ଲେଟ୍ ମାନେ ଭଲ୍ ଲାଗୁଥାଏ। ଯେହେତୁ ମୁଇଁ କହିଲି କୁକିଂ ଭିଡ଼ିଓ ଗୁଡ଼ାକ ସବୁ କର୍ମା ବୋଲିକିରି ମୁଇଁ ଏଇଟା ଆନିଥିଲି। ଯେ ଟାଇମ୍ ନାଇଁ ମିଲ୍ବା ସେଥିର୍ଲାଗି ନାଇଁ କର୍ବାର୍। ବାକି ଲକ୍ ପାକ୍ ଥିଲେ ଦେଖୁନ୍ କେତେ ମଜା ଲାଗ୍ସି। ଏଇଟା ମସ୍ତି ଚାଲିଛେ। ମସ୍ତି ଟାଇମ୍ ପରେ ମତେ ହାର୍ଟ ଚକେଇବାର ଟାଇମ୍ ହେଇଗଲା ନା। ଆଉ ୟାଛିନ୍ ଜଷ୍ଟ ମୁଇଁ ଆସିଗଲି। ଆଉ ସେନ ଖାନା ବନେଇ ଆସିଛେ। ଇନ ଆମର ରହିଲା ସିଆଡ଼େ ଭାତ ବସିଛି, ଇଆଡ଼େ କଟା ହେବା ଭଜା ହେବା। ଡାଲି ଅଛେ ଘରେ, ଡାଲି ଅଛେ, ତରକାରୀ ଅଛେ। ସୋ ୟାଛିନ୍ ଜଣଙ୍କର ଲାଗି ଭାତ ବସେଇଛି। ଏନ୍ତା ସୋସ୍ ଲାଗୁଛି ଯେ ଆଉ ନାଇଁ କ'ଣ ଅବଲ୍ ଲେଭେଲ୍ ବାଲା ସୋସ୍ ଲାଗୁଛି। ଯେତ୍କି ଥଣ୍ଡା ପାଣି ପିଇଲେ ହେଲେ ବି ଶାନ୍ତି ନାଇଁ ଲାଗ୍ବାର୍। ଆଉ ଏକ୍ୱାଗାର୍ଡ଼ ପାନି ଏତ୍କି ଗରମ ଆଉଛି, ପୁରା ମାନେ ସେ ଫୁଟାଲା ପାନି ସାଙ୍ଗେ ସମାନ। ଏତ୍କି ଗରମ ପାନି ଆଉଛି ବୋଲେ ପିଇ ନାଇଁ ହେବାର୍ କି କିଛି ନାଇଁ। କାଁ କର୍ମା, ଚାଲ ରାନ୍ଧମା। ଆଉ ୟାଛିନି ଟାଇମ୍ଟା ବତେଇ ଦେଉଛି ଆପଣମାନଙ୍କୁ। 3 ବାଜବା ଆଉ 10 ମିନିଟ୍ ଅଛି। ଆଉ ଆମେ ତ ଖାଇ ପିଇକିରି ସେନ ପଲେଇ ଆଇଲୁନ। ଏମାନେ ଖାଇବେ ୟାଛିନି ବନା ହଉଛେ। ଏମାନେ ଖାଇବେ ଜଷ୍ଟ ଜଲ୍ଦି ଜଲ୍ଦି ଭାଜି ଦେସି। ଆଉ କିଚେନ୍ରୁ ଛୁଟକାରା ନହେଲେ ଯେନ୍ ଲାଗୁଛି ଯେ ଆଉ ନାଇଁ କ'ଣ ଆପଣମାନଙ୍କୁ କାଣା କହିମି। ଶାଢ଼ୀ ପିନ୍ଧିକି ମୁଁ ପାଗଲ ହେଇଯାଇଥିଲି। ଶାଢ଼ୀ ପିନ୍ଧିକି ଯେନ୍ତା ଲାଗୁଥାଏ ଯେ ବାପରେ ବାପରେ ନିଆଁ ଉଠୁଛି ଯେନ୍ତା ଲାଗୁଥାଏ। ତାପରେ ହେଇଯାଇଥିଲା ସନ୍ଧ୍ୟା। ମୁଁ ସନ୍ଧ୍ୟା ଦେଇ ଆଇଲା ବେଲେ ଦେଖୁନ୍ ରେଲି ବାହାରିଛି। ଆଉ ପଣ୍ଡିତଜୀ ପଲେଇ ଆସିଥିଲେ ନ। ଏଇଟା ସନ୍ଧ୍ୟା ଦେବା ଟାଇମ୍। ସନ୍ଧ୍ୟା ଦଉଥିଲୁ। ଆଉ ମୁଇଁ ଶାଢ଼ୀ ମୁଇଁ କହିଲି ମୁଇଁ ଭଗବାନ ଶାଢ଼ୀ ପିନ୍ଧି ନାଇଁ ପାରେ, ମୋର୍ ହାଲତ ଆଉ ନାଇଁନ ବୋଲିକି ଡ୍ରେସ୍ଟା ଗଲେଇ ହେଇକିରି ସିଧା ମୁଇଁ ଆଇଛେ। ଆଉ ଲାଇଟ୍ରେ ତ ଭଗବାନ ଆଉ ସୁନ୍ଦର ଦୁଶୁଥିଲେ। ଆଉ ଏତେବେଲେ ତ କି ନେଇ ମାନେ ଏତେ ରେଲି ଲାଗିକିନି ଖାଲି କାନ୍ଟା ଖାଲି ଫାଟୁଥାଏ। ରେଲି ଯେନ୍ତା ଚାଲୁଥାଏ ନା, ଗୋଟେ ପରେ ଗୋଟେ ରେଲି ଚାଲୁଥିଲା। ଆଉ ଏଇଟା ଫିର୍ ଆମର ଆରତି ଚାଲୁ ହେଇଗଲାନ। ଆଉ ସେମାନେ ଆସିଥିଲେ। ଆଉ ଇନକିନି ଆମେ ଘରକେ ଗଲା ପରେ ଦେବେନ୍ଦ୍ର ପ୍ରଧାନ ସାର୍ ଆସିଥିଲେ। ସରି ଧର୍ମେନ୍ଦ୍ର ପ୍ରଧାନ ସାର୍ ଆସିଥିଲେ। ମୁଁ ଦେବେନ୍ଦର କହିଦଉଛି, ଆଇ ଏମ୍ ସୋ ସରି। ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ। ଆଉ ସବୁ ଆସିକି ପୂଜା ପାଠ ଫିର୍ ରିଟର୍ଣ୍ଣ କରିକିରି ଯାଇଛନ୍। ଏଇଟା ପୂଜା ପାଠ ସରିଲା ପରେ କିଛିଟା ଫଟୋ ନେଇଗଲେ। ଯେହେତୁ ଲାଇଟିଂଟା ବହୁତ ବଢ଼ିଆ ଲାଗୁଥାଏ। ଆଇନ ରନ୍ଧା ବଢ଼ା ଫିର୍ ଷ୍ଟାର୍ଟ ହେଇଗଲାନ। ଯିଏ ଏଇଟା ଆରତି ଦେଖୁନ୍ ନାନୀ ଦଉଛନ୍ ସରି। ଆଉ ଯିଏ ଇନ କୀର୍ତ୍ତନ କରି ଆସିବେ ରେଲି ଭାଲି ତାଙ୍କର ଲାଗି ସମସ୍ତଙ୍କ ଲାଗି ରନ୍ଧା ହଉଛି। ଆଉ ଆପଣମାନେ ବି ଟିକେ ଆରତି ନେଇଯାଉନ୍। ଆଉ ଭଗବାନ କରୁନ୍ ଆପଣମାନେ ଯିଏ ବି ଭିଡ଼ିଓ ଦେଖୁଛନ୍
ବହୁତ ହସି ଖୁସି ଦିନଟା ଆପଣମାନଙ୍କର ଯାଉ। ଏନ୍ତା ହିଁ ସମସ୍ତେ ହସି ଖୁସିକିରି ରହିମା। ଭଗବାନଙ୍କର ଆଶୀର୍ବାଦ ସମସ୍ତଙ୍କ ପାଖରେ ଥାଉ। ଆଉ ତାପରେ ଏଇଟା ଫଟୋ କେତେଟା ନେଇଯାଉଛନ୍ତି, ଯେହେତୁ ଲାଇଟ୍ ଲାଗି ବହୁତ ବଢ଼ିଆ ଆସୁଥିଲା ଫଟୋ ମାନେ। ଆଉ ଦେଖୁନ୍ ମୁଇଁ ପଲେଇ ଆଇଛି ଏନ୍ତା ବ୍ଲାକ୍ ବିୟୁଟି ହେଇକିରି। ଭଗବାନ ମୋ ଚୁନି ନାଇଁ ମିଲା, କିଛି ନାଇଁ ମିଲା। ତାପରେ ପଲେଇ ଯାଇଥିଲୁ ଆମେ ଡିଜେ ଗାଡ଼ି, ଯେହେତୁ ରେଲି ବାହାରବେ ଡିଜେ ଗାଡ଼ି। ଏଇଟା ନାନୀ ସାଙ୍ଗେ ଯାଉଥିଲେ, ନାନୀ ଏକଲା ଯାଉଥିଲେ ବୋଲି ଏଇଟା ପୂଜା କରୁଥିଲେ ଡିଜେ ଗାଡ଼ି ବୋଲି ଏଇଟା ମୁଁ ଏଇଟା ବାହାରିଥିଲି। ଭଗବାନ କାନ ନାକ ଆଉ ନାଇଁ କନ ଯେନ୍ତା ଫାଟି ଯାଉଥାଏ, ହାଲତ ମୋର ଖରାପ ହେଇଯାଇଥିଲା ଏତ୍କି ବେଲେ। ତ ସକାଳୁ ଖାନା ପିନା ଠିକ୍ସେ ହେଇନେଇ, ଖାଲି ଯାହା ଅରୁଆ ଭାତ ଟିକେ ଖାଇଥିଲୁ। ଆଉ ବିଶ୍ୱାସ କରୁନ୍, ଯେନ୍ ରେଟ୍ରେ ଗରମ ହେଉଥାଏ ନା, ହାଲତ ସେଥିର୍ଲାଗି ବହୁତ ଖରାପ। ଆଉ ଖାଲି ପେଟେ ରହିବ ସେଥିର୍ଲାଗି କିଛି ନାଇଁ ଲାଗ୍ବାର୍, ଲେକିନ୍ ଯେନ୍ ହିସାବରେ ଗରମ ହେଉଛେ ତାର ତ ଓଫୋ ଆଉ ନାଇଁ କନ। ଆଉ ରେଲି ଲାଗି ଦେଖୁନ୍ ଲୋକ ଭିଡ଼, ପୁଲିସ ମାନେ ବି ଆସିକିରି ଜୁଗି ଯାଇଛନ୍। ଆଉ ଲୋକ ଖାଲି ବାଇକ୍ ମାନେ ଖାଲି ଆପଣମାନେ ଦେଖନ୍, ବାଇକ୍ ମାନେ ଯାହା ମାନେ ଗୁଟେ ପରେ ଗୁଟେ ଆଉ ଡିଜେ ଗାଡ଼ି ଆସିନି ବାହାରବାର୍ ଲାଗି ରେଡ଼ି। याचिनी समस्ते भी रेडी। आउ इतार तो इतनो केते किछि नाइ थिले लोक, इतार पर जेन लोक हेले कि नी भगवान आपण मानके काଣା कहमी। मैं विश्वास नहीं करि पारथुली कि एते लोक माने बजरंग दल कसन बाप्पा। ଆଉ ଇଟା ଦେଖିକିରି ଘରକେ ଗଲା ବେଲେ ତ ମୁଇଁ ପୁରା ସକ୍। ମୁଇଁ କହିଲି ଆମ ଘରେ ରନ୍ଧାବଢ଼ା କେନ୍ତା କାଣା ହଉଛି, ଏଇଟା କେନ ରନ୍ଧାବଢ଼ା ଏ ସବୁ ହଉଛି ଆମର୍ ଘରେ ବୋଲିକରି ମୁଇଁ ପଚରାଲା ବେଲେ ଜାଣିଲି କି ଆମର୍ ଘରେ ଫିର୍ ରନ୍ଧାବଢ଼ା ହଉଛି। ସେଇଟା ବି ବହୁତ ସାରା ଲୋକଟା। ମୁଇଁ କହିଲି ଓକେ ଚଲୋ, କିଛି କଥା ନାଇଁ, ମତେ ତ ବହୁତ ବଢ଼ିଆ ଲାଗ୍ସି ଏନ୍ତା କାମ୍ ମାନେ ରେଡ଼ି ମୁଇଁ। ଆଉ ଆମର୍ ଘରେ ଏଟା ଯେନ୍ଟା ରନ୍ଧା ହଉଛେ ସେଟା ହେଲା ପିଲାମାନଙ୍କର ଲାଗି। ପିଲା ମିନ୍ସ କୀର୍ତ୍ତନ ପାର୍ଟି ଏସବୁ ଆଙ୍କର୍ ଲାଗି ଏ, ଯେନ୍ଟାକି ଆମ ପାଣି ଟାଙ୍କିରେ ଯେନ୍ ପୂଜାରେ ଲାଗିଛନ୍ ସମସ୍ତେ ବହୁତ ସାରା ମେହନତ କରିଛନ୍, ତାଙ୍କର୍ ଲାଗି ଏଟା ଆମ ଘରେ ଏଟା ଖାନା ବନୁଛେ। ଆଉ ପାଣି ଟାଙ୍କିରେ ଯେନ୍ଟା ମନ୍ଦିରରେ ବନୁଛେ ଖାନା, ସେଇଟା ହେଲା ରେଲି ବାଲେର୍ ଲାଗି। ଆଉ ମୁଇଁ ଇନ କହୁଥିଲି, ଲେକିନ୍ ଯେହେତୁ ରେଲି ଚାଲିଛେ ଗାନା ମାନେ ଆଉ ନାଇଁ କନ, ବିଲକୁଲ ବି କପିରାଇଟ୍ ପଲେଇବା, ବିଲକୁଲ ବି ଆୱାଜ ନାଇଁ ଆଇବାର ଆମରଟା। ଏଇଟା ମତେ ଦେଇଥିଲେ କ୍ଷୀରି ଲାଗି ବାଟବାର୍ ଲାଗି। ଆଉ ସେଥିରେ ଫିର୍ 2 ଥର 3 ଥର ଶୁନୁଛନ୍ ଭାଇ ଯେନ୍ ପାଣି ଦୁଆରିକିରି ଯେନ୍ ମେହନତ ଲାଗିଛେ ଆଉ ନାଇଁ କନ। ଆଉ ଘରେ ପାଣି ନାଇଁ ଥାଇ ସବୁ ଜହ ତାଙ୍କୁ ତ ପନିପରିବା ଧୋଇବେ, ସବୁ ଅଲ୍ ଟୋଟାଲ୍ କାମ୍ କରବେ। ସେତ୍କି ସାରା ପାନି ସବୁ ଯୋଗାଡ଼ କରବ, ଘରୁ ବାହାରକେ ନେଇକିରି ଦବ। ତାପରେ ଯାଇକିରି ଆଉ ମୋ ବାପା ଥିଲେ, ଆଉ 2 ବାପା ଥିଲେ, ସେମାନଙ୍କର ଲାଗି ହେଇପାରିଲା, ସେମାନେ ନେଇକି ଦେଲେ। ଆଉ ନିଜର ତ ହାଲତ ଖରାପ, ଆମେ କାଣା କହିମି ଆପଣ ମାନଙ୍କୁ। ଯେନ୍ ଲାଗୁଥାଏ ନା ଖାଲି ଦିହେ ମାନେ ଖାଲି ପେଟେ ଏତ୍କି ବେଲେ ତକ ରହିବ, ଫିର୍ ଖାଇଦେବ କି ନାଇଁ, ଫିର୍ ରନ୍ଧା ବଢ଼ା ସବୁ ବୋଲେ ମେହନତ ଡବଲ ହେଇଯାଇଛି ଆଜି ମୋର୍। ଆଉ ଏଇଟା ଦେଖୁନ୍ ମୁଇଁ ଇଲାଇଚି ସବୁ ଏଇଟା ପିସିକିରି ଏଇଟା ଦେଇଦେମି ତାଙ୍କୁ, ବୋଲେ ମୋର୍ କାମ ସରଲା। ତାପରେ ଏଇଟା ବିନା ପିଆଜ ରସୁଣ ବାଲା ବରା ଆଣିଥିଲେ, ଆଉ ବହୁତ ଭଲ ଲାଗୁଥିଲା। ଆମର୍ ବୁର୍ଲାରେ ଯେନ୍ଟା ମିଲୁଛି କି ନି, ମୁଇଁ ଆଜି ଏକ୍ଚୁଆଲିରେ ମୁଇଁ ଫାର୍ଷ୍ଟ ଟାଇମ୍ ଜାଣିଲି କି ବିନା ପିଆଜ ରସୁଣ ବାଲା ବି ମିଲୁଛେ। ବହୁତ ଟେଷ୍ଟ ଥିଲା, ବହୁତ ଟେଷ୍ଟି। ଆଉ ଏଇଟା ଆଣିଥିଲେ ଭାଇ, ଆଉ ସେ ଭାଇକି ଆପଣମାନଙ୍କୁ ଆଗ୍କୁ ଜରୁର ଦେଖାମି। ତାପରେ ଏଇଟା ଟିକେ ଟିକେ ଖାଇ ଦଉଛୁ, ଯେହେତୁ ଖାଲି ପେଟ ଥିଲା। ଖାଇଲା ପରେ ବି ଅରୁଆ ଚାଉଳ ଗରମ ଗରମ ଭାତ ବୋଲେ ବିଲକୁଲ ବି ମାନେ ଭଲ ନାଇଁ ଲାଗଲା। ପେଟ ଭରିଥିଲେ ହେଲେ ବି କାଣା କରମ, ଖାଲି ପେଟରେ ଯଦି ଖାଇଦେବ ଆଉ ଟିକେ ଖାନା ହିଁ ନାଇଁ ଖୁଆସେ। ଆଉ ସନ୍ଧ୍ୟାରେ ଇଏ ହ୍ୱାଇଟ୍ କଲର୍ ଯେନ୍ ପିନ୍ଧିଛନ୍ ଏଇ ଭାଇ ନେଇକିରି ଆଇଥିଲେ। ତାପରେ ଆମ କ୍ଷୀରି ବନିଗଲାନ ଦେଖୁନ୍। ଆଉ ଏଇଟା ବନୁଥିଲା ତରକାରୀ, ଆଉ ପୁରୀ ବେଲ ହେବା। ଇଆଡ଼େ ତରକାରୀ ସିଝା ହଉଛି, ଆଉ ଜଷ୍ଟ ଚନା ଆଲୁ ମାଖନ ନର୍ମାଲ ତରକାରୀ ଏଇଟା ବନା ହଉଛି। ଆମ ଜହ ଲୋକ ନାଇଁ ଖାଉନ୍, ସେଥିର୍ଲାଗି କୀର୍ତ୍ତନ ପାର୍ଟି ତ ଘର ଲୋକ ବୋଲିକି ସେଥିର୍ଲାଗି କମ୍ ବନା ହଉଛେ। ଦେଖୁନ୍ ଜହ ନାଇନ, ଏଇଟା ମସଲା କଷା ହେଇଛେ। ଆଉ ବାପା ଯେହେତୁ ଯାଇଥିଲେ, ମୋ ବାପା କାମ ସେତ୍କି ଜାନନ୍ ନାଇଁ, ଇଆଡ଼େ ରନ୍ଧାବଢ଼ାର ବୋଲେ। ଆଉ ଦେଖୁନ୍ ତାଙ୍କୁ କାମ ଦିଆ ହେଇଛି, ଆଉ ଯିଏ ରାନ୍ଧୁଛନ୍ ସେ ହିଁ ଆମର୍ ଘରରେ ବହୁତ ମାନେ ସବୁବେଲେ ରନ୍ଧାବଢ଼ା କରି ଆଇସନ୍। ବୋଲେ ବଡ଼େ ପାଟି ହଉ କି ଜାଣା ବି ହଉ, ସେ ଆଇସନ୍ ଘରକେ ରାନ୍ଧି, ବୋଲେ ସେ ଆମର୍ ସାଙ୍ଗେ ଚିହ୍ନା ହେଇଗଲେ ନ। ଏଇଟା ବାପାକେ କହୁଛନ୍ତି ତମେ ଆସ ଧରି ଲାଗ ବୋଲେ। ମୁଁ କହିଲି ବାପା ବିଲକୁଲ ଜାନନ୍ନି, ତାଙ୍କୁ କାମରେ ଲଗ ଆଜି ବୋଲିକି। ସେ କହିଲେ ଏଇଟା କଣ ରନ୍ଧା ହଉଛି ମୁଁ ତ ଜାଣିପାରୁନି, ଏମିତି ଘାଣ୍ଟନ୍ତି ଏସବୁ ବୋଲିକି। ସେ କହିଲେ ତମେ ରାନ୍ଧ ତ ସେଇ, ତମେ ଜାଣବ ଆଉ ରାନ୍ଧ ସବୁ ବୋଲିକିରି। ବୋଲେ ଏଇଟା ଭାଇ ସବୁ ହେଲ୍ପ କରୁଥିଲେ, ଯେହେତୁ ଲାଇଟ୍ ଆମର ଥିଲା। ବାକି ଦୂରେ ଆଉ କିଏ ଆଉ ଜାନୁଛେ ମଝାରେ ଏନ୍ତା ରାନ୍ଧବେ ଇନ ଆସିକିରି ବୋଲି। ଆଉ ରାତିରେ
ସୁବିଧା କରାହେବା। ଆଉ ଏଇଟା ଦେଖନ୍ ଫିର୍ ବି ଲାଇଟ୍ ଥିଲା ଏନ୍ତା ନାଇଁନ କି ନାଇଁନ ଇନ ଦେଖନ୍ ଲାଇଟ୍ ଅଛେ। ଆଉ ତାପରେ ଲେକିନ୍ ବହୁତ ମଜାମସ୍ତି ହଉଥିଲା, ବହୁତ ଭଲ ଲାଗୁଥିଲା। ଦୁଇଟା ବ୍ରହ୍ମପୁରିଆ ମିଶିଗଲେ ମାନେ ତାଙ୍କ ଭାଷାର କଥାଟା ଓହୋ ହୋ। ଆଉ ବ୍ରହ୍ମପୁରିଆ କଥା କାକେ କାକେ ପସନ୍ଦ ମତେ କହିବେ। ମତେ ବ୍ରହ୍ମପୁରିଆ ଭାଷାଟା ବହୁତ ଭଲ ଲାଗ୍ସି। ହେ ଲଗେଇ ଲଗେଇକିରି ଯେନ୍ କହିସନ୍ କି ନି ଭଲ ଲାଗ୍ସି। ଆଉ ଏଇଟା ଦେଖନ୍ ବାପାର ମେନ୍ ମାନେ ପାଣି ଆଣିକି ଦଉଛନ୍ତି, କହୁଛନ୍ତି ତରକାରୀଟେ ବନଉଛ ବୋଲେ ସେ କହିଲେ କି ଯେନ୍ ରାନ୍ଧୁଛନ୍ ସେମାନେ କହିଲେ କି ଆସନ୍ ତରକାରୀ ରାନ୍ଧବାର୍ ଲାଗି କେନ୍ତା ଲାଗ୍ସି ଯେ ଆସନ୍ ଖାଲି ଆସ ଖାଲି ଆଜି ତମକୁ ରନ୍ଧଉଛେ। ତାପରେ ମଜାମସ୍ତି ବହୁତ ସାରା କଲେ, ବହୁତ ବଢ଼ିଆ ଲାଗୁଥିଲା। ଆମେ ପଲେଇ ଯାଇଥିଲୁ ଏଇଟା ଲାଷ୍ଟରେ ପୁରୀ ବେଲି, ମୁଁ ସିଆଡ଼େ ପୁରୀ ବେଲି ଲାଗୁଛେ। ମୁଁ କହିଲି କେତେ ମେହନତ କରବ, ଆଉ ଚାଲନ୍ ଆମେ ବି ଟିକେ ଟିକେ ହେଲ୍ପ କର୍ମୁ ବୋଲିକିରି। ଆଉ ଭଲ୍ ଲାଗ୍ସି ଜଣଙ୍କର ହେଲ୍ପ କରବ। ଏନ ଦେଖନ୍ ସେମାନେ ତ ବହୁତ ଫାଷ୍ଟ କରିଦଉଛନ୍, ଲେକିନ୍ ଟିକେ ହେଲ୍ପ କରବ କି ନି ବହୁତ ତାଙ୍କୁ ବି ହେଲ୍ପ ହେଇଯାଏସି ଆଉ ନିଜକୁ ବି ବଢ଼ିଆ ଫିଲ୍ ଲାଗ୍ସି। ଆମେ ବି ତ ବସିଛୁ ଏନ୍ତା ନାଇଁନ କି କେନ୍ ଆଡ଼େ ଯାଇକିରି ମେହନତ କରୁଛୁ। ମୁଇଁ କହିଲି ଆସନ୍ ମୁଇଁ ବି ଦିଅନ୍ ମତେ ବି ଟିକେ ବେଲି ଦେମି ମୁଇଁ ବି। ଆଉ ଯେତ୍କି ବି ହଉଛେ ଯାହା ବି ହଉଛେ ହେଲ୍ପ କର୍ମା। ଆଉ ଏଇଟା ମଜାମସ୍ତି ବହୁତ ଚାଲିଥିଲା, ବହୁତ ଆକ୍ଚୁଆଲିରେ ମତେ ବହୁତ ଭଲ୍ ଲାଗ୍ସା, ଭଲ ଲାଗୁଥିଲା। ସାୟଦ ହିଁ ମୁଇଁ ପାଣି ଟାଙ୍କି ସେନ୍କେ କୀର୍ତ୍ତନରେ ଗଲେ ଏତ୍କି ମଜା ଲାଗିଥିତା। ଇନ ଘରେ ଦେଖୁନ୍ ଦୁଇଟା ବ୍ରହ୍ମପୁରିଆ ଦେଖୁନ୍ ଲାଗିଛନ୍, ସେ ମଜାମସ୍ତି କରୁଛନ୍। ଆକ୍ଚୁଆଲି ବାବା ସିରିୟସଲି କଥା ହଉଛନ୍, ଲେକିନ୍ ସିରିୟସ୍ ମାନେ ସେ ମଜା କଥା ହଉଛନ୍ ବାକି ତାଙ୍କ ସିରିୟସ୍ ଫେସ୍ ଇଏ। ଆଉ ଏଇଟା ପୁରୀ ଛନା ଚାଲିଛେ। ଆଉ ଏନ୍ତା 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 ଟାଇମ୍ ଯେନ୍ ଲାଗ୍ସି କି ନି ରନ୍ଧା ବଢ଼ା ଘରେ ଆସି ସମସ୍ତେ ଆଏସନ୍ ଯାଏସନ୍ କି ନି ବହୁତ ଖୁସି ଲାଗ୍ସି। ବିଶ୍ୱାସ କରୁନ୍ ମତେ ଲୋକ୍ ବାକ୍ ଆଇଲେ କି ନି ଭଲ୍ ଲାଗ୍ସି। ଆଗରୁ ଯେତେବେଲେ ମୁଇଁ ରନ୍ଧା ବଢ଼ା ନାଇଁ ଜାନିଥିଲି, ସିରିୟସଲି ମୁଇଁ ମାନେ ସତ୍ କଥାଟେ କହୁଛେଁ, ଯେତେବେଳେ ନୂଆ ନୂଆ ମୁଇଁ ବିହା ହେଲି ବିଲକୁଲ ବି ନାଇଁ ଜାନୁଥିଲି ରନ୍ଧାବଢ଼ା ଏସବୁ ବିଷୟରେ ବିଲକୁଲ ଆଇଡ଼ିଆ ନାଇଁ ଥାଇ। କିଏ ଗୋଟେ ଆସିଲେ କି ନି ମତେ ଟେନସନ୍ ଲାଗେ, ଭଗବାନ କେନ୍ତା କର୍ମି କାଣା ରାନ୍ଧମି କେନ୍ତା କର୍ମି କାଁ କରି ଆଇଲେ ମୁଇଁ ଏନ୍ତା ଭାବୁଥିଲି ମାନେ କାଣା କର୍ମି। ଆକ୍ଚୁଆଲି ରନ୍ଧା ନାଇଁ ଜାନିଥାଇ। ଆଉ ଯେବେଠୁ ରନ୍ଧା ଶିଖ୍ଲି ନ ମାନେ ମୁଁ ଭାବ୍ସି କି ଭାଇ ଆସ ମୁଇଁ ରାନ୍ଧି ବାଢ଼ିକି ଦଉଛେଁ ଏନ୍ତା ଲାଗ୍ସି। ବାକି ଇୟାଛିନି ନିଜ ନିଜର ଘରେ ସମସ୍ତେ ଏତ୍କି ବିଜି ଯେ କିଏ ଆଉ କାହାକେ ଟାଇମ୍ ଦେଇ ନାଇଁ ପାର୍ବାର୍। ଇଥର ମୋର୍ ଶାଶୁ ଘରେ ସମସ୍ତେ ଆଏସନ୍, ବହୁତ ସାରା ଲୋକ୍ ଆଏସନ୍, ବାକି ଇଥର କିଏ ବି ନାଇଁ ଆସି ଖରାର୍ ଲାଗି। ଆଉ ଛୁଆମାନଙ୍କର ଯେହେତୁ ସ୍କୁଲ ଛୁଟି ନାଇଁ ହୋଇ, ମେନ୍ କାରଣ ସେଇଟା କି ସ୍କୁଲ ଛୁଟି ନାଇଁ ହୋଇ ଛୁଆମାନଙ୍କର, ସେଥିର୍ଲାଗି କିଏ ନାଇଁ ଆସି। ନହେଲେ ତ ସମସ୍ତେ ଆସିଥିତେ। ଆଉ ସମସ୍ତେ ଆସିଥିଲେ ଯେନ୍ ମଜା ଲାଗ୍ସି କି ନି ଆଉ ଭଲ୍ ଲାଗ୍ସି। ଛୁଆମାନଙ୍କର ଚେଁ ପେଁ ଏ ସବୁ ଚାଲିଥିବା ଘରେ ବୋଲେ ସେଇଟା ଆଉ ଭଲ୍ ଲାଗ୍ସି। ତାପରେ ପଲେଇ ଆଇଥିଲା ଚାଏ। ଚାଏ ତ ମୁଇଁ ପିଏନି, ମୁଇଁ କହିଲି ମୁଇଁ ପିଏନି ଚାଏ। ଆଉ ଏମାନେ ଦେଖୁନ୍ ତେଲରେ ସବୁ ଅଟା ଯେନ୍ ଛାନିଥିଲେ କି ନି ମାନେ ଅଟା ଯେନ୍ ବେଲୁଥିଲେ ତେଲରେ ବୋଲେ ବଢ଼ିଆ ବେଲିଥିଲେ। ପୁରା ମାନେ ନରମ ବହୁତ ନରମ। ଆମେ ବେଲଲେ ମତେ ତ ଏନ୍ତା ନାଇଁ ଆସେ ସେ କାଣା ସାଙ୍ଗେ ବେଲିଥିଲେ ଆକ୍ଚୁଆଲି ଖାଲି ତେଲ ପେକେଟେ ଦେଇକିରି ବେଲିଥିଲେ। ମୁଁ ଯେନ ଗୋଡ଼ ହାତ ଲମ୍ବେଇକିରି ବସ୍ଲିନ। ତାର୍ ପରେ ଇମାନେ ତ ଆନା ଜାନା କରୁଥିଲେ। ମତେ ଦେଖୁନ୍ ଥଣ୍ଡାଟା ଟିକେ ମିଲିଗଲାନ, ସେଇଟା ବି ସୋଡ଼ା ଖାଇବାର୍ ଲାଗି ଠିକ୍ ସେ ମିଲିନି, ସିଆଡ଼େ ସୋଡ଼ା ମିଲିଗଲାନ। ତାପରେ ପଲେଇ ଆଇଲେ ମୋର୍ ସାଙ୍ଗ। ସଖାଲୁ ଯାଇକିରି ମ୍ୟାଡ଼ମଟା ଦେଖୁନ୍ ଅଧା ରାତିରେ ଯାଇକିରି ଆସିଛନ୍। ମୁଇଁ ଏମାନଙ୍କୁ କାଣା କହିମି, ମୁଁ କହିଲି ତମର ଆଉ ଦିନ ରାତି ଆଉ କିଛି ଜନା ନାଇଁ ପଡ଼ବାର୍। ସେ ହେଲା ତାଙ୍କର କାମ ଥିଲା ସେଥିର୍ଲାଗି ସେ ଯାଇକିରି ଅଧା ରାତି ଆସିଛନ୍। ମୁଇଁ କହିଲି ଯାହା ହଉ ଆଇଲ ତ ସେତ୍କି ହେଲେ ଭଲ୍ କଲେ। ତାପରେ ଦେଖୁନ୍ ଆମେ ବାହାରି ପଡ଼୍ଲୁ ରେଲି ଦେଖି। ରେଲି ଦେଖି ଏନ୍ତା ଦୌଡ଼ୁଥିଲି ଯେ ଆଉ ନାଇଁ କହୁନ ଛୁଆମାନ୍କେ ନେଇକିରି ଯିବାର୍ ଥିଲା। ଆଉ ଜୋସ୍ରେ ଦେଖୁନ୍ ଆମେ ଦହିବର ଏନ୍ତା ଦୌଡ଼ିଛୁଁ ଯେ ଆଉ ନାଇଁ କହୁନ କାଣା କହିମି। ମୁଇଁ ତ ଡ୍ରେସ୍ ପିନ୍ଧିଥିଲି, ସେ ବିଚ୍ରେ ତ କମ୍ ସେ କମ୍ ଶାଢ଼ୀ ପିନ୍ଧିଥିଲେ ସେ ସେତ୍କି ବି ଆମେ ଆଉ ନାଇଁ କହିବି ଦୌଡ଼ିଚୁ ଯେନ୍ ଆଉ ଚପଲ ଚୁପଲା ସବୁ ଛାଡ଼ିକିରି। ଆଉ ଇଟା ଦେଖୁନ୍ ଖାଇକିରି କେନ୍ତା ଫିକିଛନ୍। ଏଇ ଜିନିଷଟା ବହୁତ ଖରାପ ଲାଗ୍ସି, ଖାଇ ଦେଇକିରି ଯେନ୍ କେଚଡ଼ା କରିକି ଯାଏସନ୍ ନା। ତାର୍ ପରେ ଆମର୍ ଦେଖୁନ୍ ବଚପନ୍ ୟାଦ୍ ଆସିଗଲା, କେନ୍ତା ଫୁଲ୍ ଗଦା ହେଇଛେ ଦେଖୁନ୍ ଖାଲି ଫୁଲ୍ ପୁରା ଗଦା ହେଇଛେ। ତାପରେ ମୁଇଁ କହିଲି ଚାଲ ଫୁଲ୍ ଖେଲ୍ମା। ମୋର୍ ସାଙ୍ଗ ସାଙ୍ଗେ ଏଟା ଆମେ ଷ୍ଟାର୍ଟ କଲୁ, ଲେକିନ୍ ଛୁଆମାନେ ଯାଇକିରି ଏଣ୍ଡ କଲେ। ବଚପନ୍ ବାଲା ୟାଦ୍ ମାନେ ଆଉ କାଣା କହିମି ଆପଣମାନଙ୍କୁ, ବଚପନ୍ ବାଲା ୟାଦ୍ ଆସିଗଲାନ। ଏଇ ଜିନିଷଟା ବହୁତ ଭଲ୍ ଲାଗେ। ଆଉ ଛୁଆମାନେ ଆମର୍ନୁ ଦେଖିକିରି ଛୁଆମାନେ ତାଙ୍କର ଖେଲ ଚାଲୁ କରିଦେଲେ ନ। ଆଉ ମାନେ ଆପଣମାନଙ୍କୁ କେନ୍ତା ଲାଗ୍ସି କହିବେ ମତେ। ଏନ୍ତା ଜିନିଷ୍ ମାନେ ଗାଁ ଗହଳିର ସବୁ ଜିନିଷ୍, ଏଇ ଜିନିଷଟା ହେଲା ଛୁଆମାନେ ଖେଲୁଥିବେ କି ନି ସେଟା ମାନେ ଦେଖିଲେ ବହୁତ ଭଲ୍ ଲାଗ୍ସି। ତାପରେ ପଲେଇ ଆଇଚୁଁ ଇଆଡ଼େ, ଯେହେତୁ ରେଲି ଲାଗି ଆମେ ଦୌଡ଼ିଥିଲୁ। ରେଲି ନାଇଁ ହେଲା କୀର୍ତ୍ତନ ହଉଥିଲା। ଆମେ କହିଲୁ କାଁ କର୍ମୁ, ଆଉ ଆମକେ ଦେଖୁନ୍ ଗଲୁ କି ଥଣ୍ଡା ଆଜି ଖାଲି କେନାର ମାଜା କେନାର କାଣା ସବୁ ମତେ ଖାଲି ମିଲୁଛେ, ବାକି ଆମର୍ ପିଇବାର୍ ଲାଗି ନେଇ। ଇଟା ସମସ୍ତ
କୀର୍ତ୍ତନ ପାର୍ଟି ଦେବାର୍ ଲାଗି ମୋର୍ ସାଙ୍ଗ ଆଉ ଏଇଟା ଗୋଟେ ମାଉସୀ ସମସ୍ତେ ମିଶିକି ଏଇଟା ହେଲ୍ପ କରୁଥିଲୁ ଆମେ ବାଢ଼ୁଥିଲୁ ସେମାନେ ଦଉଥିଲେ ଆଉ ଏଇଟା ମୋର୍ ସାଙ୍ଗ ଦଉଥିଲେ ଦେଖୁନ୍ ଆଉ 2ଟା 3ଟା ଯେହେତୁ ବହୁତ ସାରା ଲୋକ ଏଇଟା ଭଞ୍ଜା ଚେକ୍ କରୁଥିଲେ ତାଙ୍କର ଆଉ କୀର୍ତ୍ତନ ପାର୍ଟି ସିଆଡ଼େ କରୁଥିଲେ ହେଲେ ମତେ କିଛି କାଣା କହିମି ଆପଣମାନଙ୍କୁ କହିଲେ ଫିର୍ ମତେ କମେଣ୍ଟ ଆସିବା ଖରାପ ବାଲା ଆଉ ଏଇଟା ସମସ୍ତଙ୍କୁ ଦେଇ ସାରିଲୁ ଆଉ ଆମ ଛୁଆ ପିଲା ପାର୍ଟିଟା ବସିଛୁ ପିଇବାର୍ ଲାଗି ଲାଷ୍ଟରେ ବାକି ଛୁଆମାନଙ୍କଟା ବହୁତ ଭଲ ଲାଗିଲା କି ସମସ୍ତଙ୍କୁ ଦେଇ ସାରିଲୁ ଯେ ଦେଲୁ ବି କିଏ ମୁଁ ବି ନାଇଁ ଖୋଲି ଛୁଆମାନେ ଆଉ ବହୁତ ଭଲ ଲାଗୁଥିଲା ଆଉ ଆପଣମାନଙ୍କୁ କାଣା କମି ଏତେ ବଢ଼ିଆ ଲାଗୁଥିଲା ନା ଶାନ୍ତି ଲାଗୁଥିଲା ସିଆଡ଼େ କୀର୍ତ୍ତନ ଚାଲୁଥିଲା ଲେକିନ୍ ମୁଇଁ ଗୋଟେ ସତ କଥା କମି କୀର୍ତ୍ତନରେ ବସିକିରି କିନି ଘଣ୍ଟା ଘଣ୍ଟା ଏସବୁ କଲା ବେଲକେ ମୋର୍ ଦ୍ୱାରା ହୁଏନି ଆଉ ଏଇଟା ମୋର୍ ସାଙ୍ଗ ଏଇଟା ନିନିକେ ଡରଉଥିଲେ କି ପିଇବୁ ନାଇଁ ନିଶା ହେଇଯିବା ବୋଲିକିରି ବୋଲେ ନିନି ଆଉ ଡରବା ପିଲା ନିନି କହୁଛେ ଥଣ୍ଡାରେ ବାପା ବହୁତ ବ୍ୟୁଟିଫୁଲ୍ ଲାଗୁଛି ଆଉ ଦେଖୁନ୍ ତାରଟା ପିଇଦେଲା ଆଉ ଆଣ୍ଟି ନିକେ ଯାଇକିରି ସେ କହୁଛେ ତମରଟା ବି ପିଇଦେଲି ଆଉ ମୋର୍ ସାଙ୍ଗ ତାକୁ ଡରଉଛନ୍ କି ତାକେ ଦେଖୁନ୍ ପିଉଛନ୍ ତାକୁ ଡରଉଛନ୍ କି ନିଶା ହେଇଯିବ ଜାନବୁ ଯେ ତୁ ଏଇନା ଶୋଇଥିବୁ ବୋଲେ ସରି ସେ କହୁଛେ କିଛି ନା ହୁଏ ତମେ ପିଉଛ ମାନେ ବହୁତ ଭଲସେ ଥିବା ବୋଲିକିରି ଆଉ ସେ ଦେଖୁନ୍ ତାଙ୍କରଟା ଛାଡ଼ିକିରି ମାନେ ନିଜରଟା ଛାଡ଼ିଦେଲା ଆଉ ପିଉଥିଲେ ଇଆଡ଼େ କୀର୍ତ୍ତନ ଚାଲିଥିଲା ମୁଇଁ କହିଲି ମୋର୍ ଦ୍ୱାରା ହୁଏନି ସକାଳୁ ଥାକି ଯାଇଛି ଏଇନେ ବସ୍ମି କି ମାନେ ଶୋଇ ପଡ଼୍ମି ଆଉ 2 ମିନିଟ୍ 4 ମିନିଟ୍ ଏଟଲିଷ୍ଟ 10 ମିନିଟ୍ ତକ ରହିକିରି ଭକ୍ତି କରିପାରମି ଆଉ ଯେନ୍ ଥାକି ଯାଇଛି ବଜା ବାଜରେ ହେଇ ମୁଇଁ ଶୋଇ ପଡ଼୍ମି ଏଟଲିଷ୍ଟ ମତେ ଭଗବାନ ପାଖେ ମତେ ବସେଇ ଦିଅ ମୁଇଁ ଘଣ୍ଟା ଘଣ୍ଟା ବସିଦେମି ସୁକୁନ ଲାଗ୍ବା ବାକି କୀର୍ତ୍ତନ ପାର୍ଟି ପାଖେ ବସିଲେ କି ନେଇ ମତେ ମୁଇଁ ଘଣ୍ଟା ଘଣ୍ଟା ବସି ନାଇଁ ପାରେ ଅଟୋମେଟିକ୍ ମତେ ନିଦ ପଲେଇ ଆସି ଆପଣମାନଙ୍କୁ ପ୍ଲିଜ୍ ଖରାପ କମେଣ୍ଟ ନା ଦେବେ ମଣିଷ ଥାକି ଫୁଟିକିରି କାଣା କରବା ତାପରେ ଏଇଟା ଦେଖୁନ୍ ଛୁଆମାନେ ଖେଲୁଛନ୍ ଆଉ ମୁଁ କହିଲି ହଇରାଣ ବହୁତ ଲାଗୁଛେ ଚାଲ ଭାଇ ଘରକେ ଯିମା ଯେତେବେଲେ ରେଲି ଆସବା ସେତେବେଲେ ଆଉ ଥରେ ଆସମା ପଛେ ଆଉ ୟାଛିନି ନାଇଁ ହଏ ବୋଲିକିରି ବାକି ଛୁଆମାନେ କିଏ ନ ମାନୁଛନ୍ ଛୁଆମାନେ ତାଙ୍କର ଖେଲରେ ଲାଗିଛନ୍ ଯେହେତୁ ଉପରୁ ଫୁଲ ପଡ଼ିছে ନିନି ତ ଆଉ ନାଇଁ କଣ ତାର ଖୁସି ଅଲଗା ଆଉ ଛୋଟ ଛୋଟ ଛୁଆମାନେ ବୋଲେ ଓ ମିଲି ଯାଇଛି ବୋଲେ ଆଉ ନାଇଁ କଣ ଖୁସି ତାଙ୍କର ତାପରେ 2ଟା ସାଙ୍ଗ ଫିର୍ ଦୌଡ଼ିଛୁ ଏଇଟା ଘରକେ ଯାଉଥିଲୁ ଫିର୍ ଦୌଡ଼ିକି ଆସିଛୁ ରେଲି ଦେଖବାର୍ ଲାଗି ତାପରେ ଏଇଟା ଦେଖୁନ୍ ରେଲି ଚାଲିଲା ଆମର ଯେନ୍ଟା କି ସିଆଡ଼ୁ ବୁଲିକିରି ଆସିଲାନ ଆଉ ଏଇଟା ଯେତେବେଲେ ଯାଉଥିଲା ଆମର୍ ସାଙ୍ଗ ନାଇଁ ଆସିଥିଲେ ବୋଲେ ମୁଇଁ ଘରେ ଥିଲି ମୁଇଁ ଏଥର କେନ୍ସି ରେଲି ନାଇଁ ଦେଖି ଆମ ବୁର୍ଲାରେ କି ନି ବହୁତ ସାରା ରେଲି ହେଇଛି ଯେନ୍ଟା କି ଏକ ସେ ବଡ଼କର ଏକ ଅଲଗା ଲୋକର ଭିଡ଼ିଓ ମାନକେ ଦେଖବାର୍ ଲାଗି ମିଲଲା ଯେହେତୁ ମୁଇଁ ଘରେ ଥିଲି ସବୁ କିଛି କରା ହଉଥିଲା ଘରେ ବୋଲେ ସିଆଡ଼େ ମୁଇଁ ଆଉ ଦେଖିନି କେନ୍ସିଟା ବାକି ବହୁତ ଲୋକ ଭିଡ଼ିଓ ମାନେ ଛାଡ଼ିଥିଲେ ଯେ ଦେଖିକିରି ଖୁସ ଲାଗଲା ବହୁତ ବଢ଼ିଆ କରିଥିଲେ ଯାହା ହଉ ମାନେ ଷ୍ଟାର୍ଟ ହେଇଗଲାନ ଆମର୍ ରାମନବମୀ ଏସବୁରେ ଯେତେବେଲେ ଦେଖିଲେ କିନି ଖୁସ ଲାଗି ଯାଏସି ଆଉ ଏମାନକେ ଦେଖୁନ୍ ଗଦା ଧରିକିରି ଯା ଫାର୍ଷ୍ଟ ଟାଇମ୍ ଏନ୍ତା କି ନାଚୁଥିଲେ ମୁଇଁ ବିହା ହେଇକି 12 ବରଷ ହେଇଗଲାନ ଆଜି ଫାର୍ଷ୍ଟ ଟାଇମ୍ ଦେଖୁଥିଲି ଏମାନଙ୍କର ନାଚବାଟା ମୁଇଁ ଯାହା ହଉ ମଣିଷ ଖୁସିରେ ନାଚୁଛନ୍ ଆଉ ଭଲ ଲାଗ୍ସି ସମସ୍ତେ ଅଛନ୍ ଦେଖୁନ୍ କେତେ ବଢ଼ିଆ ନାଚ ଗୀତ ଆଉ ଏଇଟା ଲାଷ୍ଟ କରୁଥିଲେ ନ ଯାଇକିରି ବୁଲାବୁଲି କରିକି ପଲେଇ ଆଇଥିଲୁ ନ ରେଲିରୁ ଆଉ ଆମେ ଇନ ବସିକିରି ଏଇଟା 15 ମିନିଟ୍ ଦେଖିକିରି ପଲାମୁ ଗଲୁ ଲେକିନ୍ ଇନ 20-25 ମିନିଟ୍ ଅଟକେଇକିରି ଏଇଟା ବଜା ବଜେଇଥିଲେ ମତେ ବହୁତ ଥକାନ ଲାଗୁଥିଲା ଏତ୍କିରେ ବି ଆଙ୍କର ମା ଛୁଆମାନଙ୍କୁ ତ ନେଇକିରି ଯିବ ଆଉ ନିନି ଏଇଟା ନାଚୁଥିଲା ବୋଲେ ଏଇଟା ମୋ ବାବୁ ଏଇଟା ହେଲା ମୋ ବଡ଼ ପିଲା ଆଉ ଇଏ ଧରିକି ଆଇଥିଲେ ଗଦା କହିଲେ ନିନି ଧର ମୋର୍ ଭୁଏନ ଧର ଟିକେ ତ କହିକିରି ଏଇଟା ନିନି ଧରି ନାଇଁ ପାରିଲା ଆକ୍ଚୁଆଲି ଓଜନ ଥିଲା ଏତ୍କିଟା ବୋଲେ ନିନି କହୁଛେ ମୁଇଁ କହିଲି ନିନି ଆଉ ଫଟୋଟା କାଢ଼ିଦେମି ହେଲେ ସିଏ ଧରି ହିଁ ନାଇଁ ପାରିଲା ବେଶୀ ଟାଇମ୍ କହିଲା ନେଇଯାଅ ଧରି ନା ପାରବାର ବୋଲିକିରି ବହୁତ ଓଜନ ଥିଲା ଗଦାଟା ତାପରେ ଏଇଟା ବାବୁ ଟିକେ ଧରଲେ ଆଉ ଛୁଆମାନେ କିନି ବହୁତ ଖୁସି ହଉଥିଲା ଆଉ ଏଇଟା କେନ୍ ଭାଇ ଗୋଟେ ନାଚୁଥିଲେ ଗଦା ଧରିକି ଯେ ବହୁତ ବଢ଼ିଆ ଲାଗୁଥିଲା ଆଉ ଆଜିକାଲି କିନି ସବୁ ଜିନିଷ ଭିଡ଼ିଓ ଲାଗି ହେଇଯାଉଛି ଭକ୍ତି ମୁଇଁ ତ କହି ନାଇଁ ପାରେ ଭକ୍ତି ଜହ ଆଉ ଭିଡ଼ିଓ ଲାଗି ମାନେ ତାନୁ ବି ଜହ ଭିଡ଼ିଓ ଲାଗି ହଉଛେ ଆଉ ଏଇଟା ନିନି ମାନେ ପଲେଇ ଗଲେ ନ ନାଚି ଆଉ ବାବୁ ନେଇକିରି ଯାଇଥିଲା ଆକ୍ଚୁଆଲି ବିବେକ ନେଇକିରି ଯାଇଥିଲା ନିନିକେ ନଚେଇ ସେ ନିନି ଆଉ ନାଚୁଛି ଆଉ ବାକି ସେନ ବହୁତ ବଢ଼ିଆ ଲାଗୁଥାଏ ଏତ୍କି ବେଲେ ତ ଭଗବାନର ଗାନା ମାନେ ଯେନ୍ ବାଜୁଥାଏ ଡିଜେର
मोर तो हाथ गोड़ थरी जाऊला नाचबार लगी नाचबार थी लेकिन एक्चुअली मुई नाची देती एत बढ़िया लगसी मतलब डांस आ छुआ मैंने देखो बाल मैंने पूरा भिजी जाइए सेन पानी वर्षा होता पूरा नाई कौन स्प्रे जेन पानी होता आटा मत मिलगला हनुमान चालीसा भगवान आज परा दिन मत हनुमान चालीसा मिलगला बोले बहुत भल लगसी इन कीर्तन चलुला नाच डेग काଣା हेसी मुई तो जाने तापर यहाँ पलि आलु घर के छुआ मैंने थे बहुत भल लगसी छुआ मैंने चलले आमे देख चपल फिंगिकी मुझे से बेले पलि जाइली बोले यहाँ चप्पलटा मुझे जगह फिंगी थी रेली देखबार लगी देखुन एंता जीव तो जीव रेली देखा चक्कर चप्पल फिंगी देकर पलि जीव आ चप्पल फिंगी फिंगी देख चप्पल पिंधिकी के घेसरे घेसरे आम जाऊँ बाबू गुटे मुई गुटे खेलुलु निनी देख देखला कहला नाई 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 मो आपा चप्पल बोलिकी पलि आइला तापर पलि आइलु घर के बोले खाना पीना जेहेतु बनी जाइला आटा खाइबार लगी पलि आइलु छुआ मन सब उड़ुथा बसिकी आम बाड़ुलु आउ बहुत बढ़िया लगला एक्चुअली खाना पीना सब सिंपल होता बेसी किसी नाई एतकी भी किसी दिखावा नान खाना खीरी पूरी तरकारी बहुत बढ़िया लगला छुआ मन से बसिकी खाइब कि नहीं मजा लगसे छुआ मन के बाड़ुब छुआ मैंने जेन मस्ती मजा मस्ती करके खाइबे कि नहीं भगवान से खुशी खुशी नान आ भगवान आमके एतकी शक्ति देचन कि टिके अधे हेले बनिकी आम खाई पारुचु तांकर आशीर्वाद एंता सदा सर्वदा हमर उपरे थाओ मुझे सेतकी ही कामना करसी भगवान के मैं जेबे भी मांगसी कि भगवान आमके जेते बेले भी जेते देइछ सेतकी मते बहुत आपण मनकर आशीर्वाद समस्त आशीर्वाद थाऊ आमर उपरे मैं भगवान के सेटा ही मागसी कि भगवान आपनकर आशीर्वाद मन थाऊ सदा सर्वदा मुझे सेतकी ही चाहसी बोलसी एक्सट्रा किसी मागे नहीं एटा माँ बेटा आसिक खाइले सकालु उपास जेन हालत खराब जाओ नाई कौन बाबूर मूड नहीं था छुआ मनकर काଣା कहब आम मनकर भी हालत बिल्कुल भी नहीं थी भाई कपड़ा लता सब काढ़ी काढ़ी के गदा कर दीचु प्लीज आपण मैंने माइंड नहीं करबे सियाड़े देखन ही नहीं कि छुआ पिला में सब गदे दी सन आनी घरे आम भी सब पाल्टिक सीन ही थुई दीचु आईटा देखो आम खाना पीना चली लेकिन मजा मस्ती सब चली एत बढ़िया लगुता ना मजा मस्ती करूँ छुआ मनकर आमर भी खाना कम मस्ती जह चली बहुत भल लगला लेकिन असली मस्ती कि नहीं खाना पीना पर निनी के वीडियो बन देखुन बाबूर पूरा मुँह पाखे नहीं कि से वीडियो बनाऊे हम कहली वीडियोटे बनई दे लेकिन सी पूरा माने नाई कौन से बाबूर पूरा मुँह भितरे नहीं कहे देख देख भल से देख बोल से देखुन से बिचरा लाजे हो माइजी टुकल भितरे जड़े आ रांधी बाड़ी सारिकी जेन खाना पीना सरला पर जेन कामटा भगवान आपण मन को काଣା कहमी अध राति भी बापा कहले सब खाली कर आ नहीं जिमा बोलिकी छाड़ी आइले आउ रातिर बहुत राति ही जाइथिला न आमके 1 बजी जाइथिला ना आपण मन को काଣା कहमी सब खाना अधा अधा बंची जाइथिला जेनटा कि अधा पैक करके नहीं गले अधा थिला जेनटा कि सकालु पैक करा हेबा आउ फ्रिज सब खाली करा हेगिरी फिर रखा हला जेनटा कि सकालु समस्ते नहीं जिबे थाकिगिरी समस्ते जार घरे से पलि जाइथिले सेतकी भितरे आमर काम तो भाई नहीं कौन देखुन केंदा पड़ी सब काम सेउटिक इटा सब रखा हवा आ लास्ट बिस्तर लगा है गला आउे इटा सुईमुन जार आड़े सी टाइम देखुन केतरा है एतकी बेल तो खाली बिस्तर लगाई आम जाइछू बाकी कामटा अच्छे आमर बहुत सारा हेले भी देखुन याचे नहीं काम बहुत सारा पड़ी निनी के देखुन राति शुवा आगु आसिक मुँह धोई जाइए इटा के मुझे काଣା कहमी आपण मन को जदि मोर वीडियो भल लगुचे बोले लाइक शेयर एंड सब्सक्राइब करबार बिल्कुल भी नहीं भूलबे और निनी पले गला ता पेंडुटा मोर हाथे रही जाइतिला मैंने थाकिकी मुझे बारियाड़े बसई देती जेहेतु टिकी पवन मारू थाए आतकी बेल तो टाइम केते खाली देखुन निजर घरे सब जिनिस करब बोले एंता तो हेबा।